ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ସ୍ୱାମୀ ତୁମ ପାଇଁ କିଛି ଆଜି କଥା। ସ୍ୱାମୀ ତୁମ ବିନା ଆକାଶ ନୀରବ, ଚନ୍ଦ୍ର ଥିଲେ ବି ଆଲୋକ ଅଧୁରା, ହସ ଥାଏ କୋଠରରେ, ହୃଦୟ ତଥାପି ଖାଲି। ତୁମେ ନଥିଲେ ସକାଳ ଡେରି କରେ, ରାତି ଆସି ରହିଯାଏ। ସ୍ୱାମୀ ବିନା ଜୀବନ ନିଜକୁ ନିଜେ ଖୋଜୁଥାଏ। ଘର ଅଛି, ଦିଆଲ ଅଛି, ତଥାପି ଶୂନ୍ୟତା ଭରିଛି। ତୁମ ବିନା ପ୍ରତି ମୁହୂର୍ତ୍ତ ଅପୂର୍ଣ୍ଣ ଲାଗେ। ନେଲେ ହୃଦୟରେ କମ୍ପିଯାଏ, ଶ୍ରୁତି ଆସି ଆଖି ଭିଜେ। ସ୍ୱାମୀ ବିନା ଜୀବନ ନୀରବତାର କଥା କହେ। ତୁମେ ମୋର ଆକାଶ, ତୁମେ ମୋର ଶ୍ୱାସ, ତୁମେ ମୋ ଦିନର ଆରମ୍ଭ। ସ୍ୱାମୀ ତୁମ ବିନା ଜୀବନ ଲାଗେ ଅଧୁରା ସ୍ୱପ୍ନ। ତୁମ ବିନା ଜୀବନ ଘର ଭଳି ଲାଗେନା, ଯେଉଁଠାରେ ଆଲୋକ ଅଛି କିନ୍ତୁ ଉଷ୍ମତା ନାହିଁ। ତୁମ ବିନା ଦିନ ଲମ୍ବା ଲାଗେ, ରାତି ଅଧିକ ନୀରବ ହୁଏ। ତୁମ ନଥିଲେ ହସ ଅଧୁରା, ସ୍ୱପ୍ନ ମଧ୍ୟ ନିର୍ମଳ ହୋଇଯାଏ। ତୁମ ବିନା ଜୀବନ ପଥ ଚାଲିଥାଏ କିନ୍ତୁ ଆନନ୍ଦ ରହିଯାଏ। ତୁମ ବିନା ଜୀବନ ଚାଲିଥାଏ କିନ୍ତୁ ହୃଦୟର ଅଧୁରା ରହିଯାଏ। ତୁମ ବିନା ପ୍ରତି ମୁହୂର୍ତ୍ତ ଏକାକୀ ଲାଗେ। ତୁମ ବିନା ହସିବା ମଧ୍ୟ ଅଭ୍ୟାସ ହୋଇଯାଏ। ତୁମ ବିନା ସ୍ୱପ୍ନ ମଧ୍ୟ ରଙ୍ଗ ହରାଇ ଦିଏ। ତୁମ ବିନା ଦିନ ଗଣାଯାଏ, ଖୁସି ଅନୁଭବ ହୁଏନି। ତୁମ ବିନା ଘର ଘର ଭଳି ଲାଗେନି। ତୁମେ ନଥିଲେ ନୀରବତା ଅଧିକ କଥା କହିଯାଏ। ତୁମ ବିନା ଜୀବନ ପଥ ଶୂନ୍ୟ ଲାଗେ। ତୁମ ବିନା ଆନନ୍ଦ ମଧ୍ୟ ଅପୂର୍ଣ୍ଣ। ତୁମ ବିନା ହୃଦୟ ସବୁବେଳେ ଖୋଜି ରହେ। ତୁମ ବିନା ଘରଟା ନୀରବ ଲାଗେ, ହସରେ ମଧ୍ୟ କିଛି ଅଭାବ ଜାଗେ। ତୁମ ସ୍ମୃତିରେ ଦିନ କଟେ, ରାତି ଗଭୀର। ହୃଦୟ କହେ ତୁମେ ଥିଲେ ସବୁ ସୁନ୍ଦର। ଥିଲେ ଜୀବନ ପଥ ବହୁତ ହସିଥାଏ, କିନ୍ତୁ ତୁମେ ନଥିଲେ ଜୀବନ ଅଧୁରା ଲାଗେ। କିନ୍ତୁ ତୁମେ ଥିଲେ ଆନନ୍ଦ ବହୁତ ଲାଗେ, କିନ୍ତୁ ତୁମେ ନଥିଲେ ଆନନ୍ଦ ହରାଇ ଯାଇଥାଏ। ଏମିତି ଥିଲା କିଛି କଥା। ଆଜି ଲଞ୍ଚରେ ବନେଇଥିଲି ଉଷୁନା ଭାତ, ତା ସହିତ ଥିଲା ଆଳୁ ଭଜା, ବାଇଗଣ ଟମାଟୋ ପୋଡା, ହରଡ଼ ଡାଲି, ଆଉ ତା ସହିତ ଥିଲା ସବୁ ପରିବା ପକେଇକି ତରକାରୀ। ଆଉ ଏଠି ମୋ ଝିଅର ଖାଇବା ଟାଇମ ଯେହେତୁ ହେଇଯାଇଥିଲା 1:30, ତ ପ୍ରଥମେ ତାର ଖାଇବା, ତାପରେ ଆମର ଖାଇବା। ତାକୁ ପ୍ରଥମେ ଖୋଇସାରିଲା ପରେ ଦେଇ ଦେଇଥିଲି ବାବାଙ୍କୁ ଖାଇବାକୁ। ଏଠି ବାବା ଖାଉଥିଲେ, ଆଉ ଏଠି ସବୁ ବଢା ବଢି କରିକି ଆମେ ମଧ୍ୟ ଖାଇ ଦେଇଥିଲୁ। ଖିଆପିଆ ସରିଲା ପରେ ଏଠି ବସେଇ ଦେଇଥିଲି ଇଭିନିଂ ର ଚାହା। ଯେହେତୁ ମୋ ଝିଅ ଶୋଇ ନଥିଲା, ତ କିଛି ଆଜି ବି କ୍ରାଫ୍ଟ ବନେଇ ପାରିନଥିଲି। ତାପରେ ଏଠି ରାତି ପାଇଁ ଚକଟି ଦେଇଥିଲି ଅଟା। ଇଏ ହେଲା ଆଜି ବନାହବ ରୋଲ, ମାନେ ସାଧା ରୋଲ। ତ ଏଠି ପରିବା ସବୁ କାଟିକି ପ୍ରଥମେ ସିଝେଇ ଦେଇଥିଲୁ। ତାପରେ ଏଠି ସିଝି ସାରିଲା, କାରଣ ବାବା ଖାଇପାରିବେ ନାହିଁ, ତ ପରିବା ଟିକେ ଆମର ଅଧିକ ସିଝିବାର ଥିଲା। ଏଠି ପରିବା ଆମର ରେଡି ହେଇଯାଇଥିଲା। ଆଉ ଏମିତି ରୁଟି ଭିତରେ ପରଟା କରିକି ଏଇଠି ଆମେ ଷ୍ଟଫିଂ ଦେଇ ଦେଇଥିଲୁ। ଏଇ କୋବି, ବନ୍ଧାକୋବି ଷ୍ଟଫିଂ ଦିଆ ହେଇସାରିଲା ପରେ ହେଇଗଲା ଆମର ଭେଜ ରୋଲ। ଘରେ ଖାଇବା ଅପେକ୍ଷା ଘରେ ମଧ୍ୟ ଏମିତି ଭେଜ ରୋଲ କରି ଆପଣ ମାନେ ଖାଇପାରିବେ। ତ ଆଜି ପାଇଁ ଭିଡିଓଟି ଏତିକି। ରହିଲି, ନମସ୍କାର। ବାକି ରହିଲା କାଲି। ଆଶା କରୁଛି ଭିଡିଓଟି ଭଲ ଲାଗିଥିଲା। ଲାଇକ୍ ଆଣ୍ଡ ସବସ୍କ୍ରାଇବ କରିବା ଜମା ଭୁଲିବେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ, ଶୁଭରାତ୍ରି।